नमस्ते परमात्मने निर्गुणाय नमस्ते भं ठाकुरे सदुपाय नमो नमः पितृ सत्य पारी श्री राम बोले बोले
शरणं देहि सर्वात्मा भूतात्मा नमस्ते नमस्ते तमे खाली भिक्षा मागुच ना अन्य किसी कारण अच्छे कि नाथ पुओ कहल अंतर जल बहुत गहन देउछ धन हजि गले समस्ते जानती मन पड़ी गले जानछि धन सिना कान नथबो कि एक पाई पारिबो एई पेटरे भोकड़ा को सिना देखे पारुनी मन रे आहुरी दुख अछि हौ ताला कारण कोन अछि कहल कारण को होई जाऊ गुरु लक्ष्मी सुशीला मोहिते काम तोरा मोहिते काम तोरा गुरु लक्ष्मी सुशीला मोहिते काम तोरा मोहिते काम तोरा हसी हसी बरसती हे मालो हसी हसी बरसती से बड़ कांत सुवादी बालो तुरा गाड़िया रे घर दो मौसा ए तुरा गाड़िया रे घर
ଅଛି ନାଥ ପୁଅ ଆଜ୍ଞା ପ୍ରଧାନ ତମେ କହୁଛ 6 ଦିନକୁ କଣ୍ଟ ଦେଇ 6 ମାସରେ ଯାଇକି ଘରକୁ ଫେରିଲ ଆଜ୍ଞା ମୁଁ ଆସିଛି ଏଠିକି ଆଜି ଜଜମେଣ୍ଟ କରିବା ପାଇଁ କିନ୍ତୁ ଗୋଟିଏ ଦିନ ଯଦି ମୁଁ ଘରେ ରହିବିନି ମୋ ପରିବାର ମୋ ସ୍ତ୍ରୀ ବାରମ୍ବାର ଫୋନ ଯେମିତିକି ପ୍ରଭୁ ରାମଚନ୍ଦ୍ରଙ୍କର ବି ଏମିତି ଦୁର୍ଦ୍ଦଶା ହେଇଥିଲା ମା ଜାନକୀ ହରଣ ହେଇକି ଯେତେବେଳେ ଗଲେ କେତେ ଦୁଃଖରେ ଭଗବାନ ଭାଙ୍ଗି ପଡ଼ିଛନ୍ତି ଆଜ୍ଞା ବୋଲି ବି ବହୁତ ଭାଙ୍ଗି ପଡ଼ିଛନ୍ତି କିନ୍ତୁ ତମର ନାରୀ ହଜିଯାଇଛି ବୋଲି ତମେ ବହୁତ ଭାବ ବିହଳରେ କାନ୍ଦି କାନ୍ଦି ଆଜି ଏଇ ଶିବପୁର ଗ୍ରାମରେ ପ୍ରବେଶ ହେଲା ଆଚ୍ଛା ନାଥ ପୁଅ ଏଠି ଯୋଉ ପ୍ରତିଯୋଗିତା ହେଉଥିଲା 2 ଜଣ ଯୋଗିଆଣୀ ଆସିକି ଆମ ଶିବପୁର ଗ୍ରାମରେ ଅଛନ୍ତି ସେ ଯୋଗିଆଣୀ 2 ଜଣ ତମର କି ଆଉ କାହାର ମୁଁ ତ କହିପାରିବିନି ମୁଁ କହିପାରିବିନି ସେ ଯୋଗିଆଣୀର ରୂପବର୍ଣ୍ଣ ଟିକେ ଆପଣଙ୍କର କହିଲେ ଆପଣ ଯୋଗିଆଣୀ କି କିଏ ମୁଁ କହିଦେବି ଆପଣଙ୍କୁ ଆଜ୍ଞା ଯୋଗିଆଣୀ 2 ଜଣ ଆପଣ କହିଲେ ଅଛନ୍ତି ସେ ପରର କେତେ ଜଣ ଆମେ କହିପାରିବାନି ଡାକିଲେ ବି ଆମର ଭୁଲ ରହିବ କିନ୍ତୁ ଯଦି ରୂପବର୍ଣ୍ଣନା ହିସାବରେ କହିବା ତମେ ଦେଖିଥିଲେ କାଳେ ଚିହ୍ନିଦେବ ତେଣୁ ଅନ୍ୟତ୍ର ଭାବରେ ଗୋଟେ ରୂପବର୍ଣ୍ଣନା କହିବେ ଆପଣ ତାର ଚିହ୍ନିବେ ଆଉ ପରେ ନୂଆ ଭାବରେ ଗୋଟେ ରୂପବର୍ଣ୍ଣନା କହିବେ ନାଇଁ ବଦା ये गोलो कंठी बीड़ा भासिनी आउ चालित गामिनी मुर्गता नयनी आउ रूप हिते तारो मन मोहिनी ये गोलो कंठी बीड़ा भासिनी कोकिल भलिया सरकार हो पारिब नाही ए केहू दे की चकी बड़ कंठी बीड़ा भासिनी ए केहू दे की चकी बड़ कंठी बीड़ा भासिनी चालित गामिनी मुर्गता नयनी चालित गामिनी मुर्गता नयनी अपूर्व रूप से मोहिनी बड़ कंठी बीड़ा भासिनी केहू दे की चकी बड़ कंठी बीड़ा भासिनी ନାଥ ପୁଅ ଆଜ୍ଞା ସାର୍ ଏଠି ଆଜ୍ଞା କୋଉଠି ଥାନା ଫାନା ଅଛି ଥାନା ଏଠି କୋଉଠି ଅଛି କି କଣ୍ଟାବଣିରେ ଥାନା ଅଛି ଏ କଣ ମୋର ଭୁଲ ହେଇଗଲା ସାର୍ ନାହିଁ ନାଥ ପୁଅକୁ ନେଇକିନା କୋଉ ଥାନାରେ ତମକୁ ଢୁକେଇକି ଦିଛେଚା ଛେଚିଲେ ଯାଇକି ତମେ ଠିକ ସାଧ୍ୟ ହବ ଯେ ସାର୍ ମୋର କେଟା ଭୁଲ ହେଇଗଲା ଭୁଲ ମୁଁ କି ଆଗ ଭୁଲ ଟିକେ ବୋଲି ଭୁଲ ଆଚ୍ଛା ମୋ ସ୍ତ୍ରୀର କଣ୍ଠ କୋକିଳ ଭଳି ମୃଗ ନୟନ ଭଳି ଆଚ୍ଛା ମୋ ସ୍ତ୍ରୀ ତମ ସ୍ତ୍ରୀ ନାଇଁ ସାର୍ ମୋ ସ୍ତ୍ରୀ କେମିତି ହବ ଆଉ ଏଟା ତ ବଜିଆ କଥା କହିଲେ ଆପଣ ଆଉ ସେଇ ଭଳିଆ କହିଲେ ସାର୍ ମୁଁ କି ଭୁଲ କହିଛି ଆଉ ଭୁଲ ହେଲେ କଣ ତାହେଲେ ଆଉ ଗୋଟେ ପରିଚୟ ଦଉଛି ନା 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 ସେଟା ଭୁଲ। ଏଠି ଯୋଉ ଯୋଗିଆଣୀ 2 ଜଣ ଅଛନ୍ତି ଆଜ୍ଞା ସେମାନେ କଣ କହିଛନ୍ତି ଜାଣିଛନ୍ତି ଆପଣଙ୍କୁ ଯେତେବେଳେ ବିବାହ କଲେ ସେତେବେଳେ ହସ୍ତଗଣ୍ଠି ଫିଟେଇଲା କିଏ ଶଳା ବିଧା ମାରିଲା କିଏ ଯଦି ଏଇ 2ଟି କହିଦେବେ ମୁଁ ଜାଣିବି ସିଏ ତମ ଯୋଗ୍ୟ ଓରେ ଏ ପାଠ କଥା ଚାଲିଲା ଆଉ ଆମର ଶଳା ଶାଳୀ କୋଡ଼ିଆ ଜାଣିବା ମୋ ଶଳା ଶାଳୀ ନାହିଁ चाय में साकर नहीं है तो चाय का मजा नहीं ससुर घर में सोला साली नहीं है तो ससुर घर का मजा नहीं जीवन तो सही जार ससुर घरे ଶାଳୀ ଦିଏ ନାହିଁ बास आरंभ करो
ହ୍ୟାଲୋ ନା ତ ପୁଅ ନା ମୋ ମନକୁ ବୁଝିଲାନି ସିଏ ତମର ନୁହେଁ ତମେ କୋର୍ଟ ଫରୱାର୍ଡ ଆଜି ହବ ଆଉ ଥାନାରେ ଦିଆହବ ଏଫଆଇଆର ହଉ ଆସିବେ ଯୋଗିଆଣୀ ମା ମାନେ ଆସିବେ କାନ୍ଦିବା ମନା କାହିଁକି ନା ନାରୀ କାନ୍ଦିଲେ ନାରୀଙ୍କ ଆଖିରୁ ଅଶ୍ଵ ଧରିଲେ ପୁରୁଷର କ୍ଷତି ହୁଏ ଆସିବେ ଭିକ୍ଷା ପଦ ମାଗିବେ ପରିଚୟ ପଚାରିବେ किसी भी क्या दिया 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 ही क्या गने मोमा भगने दिया दिया ही क्या गने मोमा भगने पंडुरा मुठे मागुती पंडुरा मुठे मागुती कोई भी कारणी गो मोमा भगने भंडारे मिले बाबू नाही ना पड़िबो भंडारे मिले बाबू नाही ना पड़िबो ले आनी दासे ले आनी दासे सोहसारे देवो मोमा भगने अगन देई चंदिनी जय हरि चंद्र राजा प्राण देई चंदिनी जय हरि चंद्र राजा प्राण जागिले बिकी निजा पुत्र भाज्य बोली राजा मालो बोली राजा गो प्राण देई उड़ाइले गो ଝିଅଲୋ ମାମା ଶିକର କେତେ କରୁଣେଲ ଝିଅ ଦେଖିଲୁ କେତେ କେତେ ଦେଇଛନ୍ତି ଖାଇଲେ 6 ମାସ ସରିବନି ଲୋ ଝିଅ ହ୍ୟାଲୋ ଆଗକୁ କିଏ ଦେଖିବା ଲୋ ଝିଅ
ହ୍ୟାଲୋ ମା ଆଚ୍ଛା ତୁ ଯୋଉ କହିଲୁ ନାରୀ ମଧ୍ୟ ଶ୍ରେଷ୍ଠ ନାରୀ ତୁ ସତରେ ଲୋ ମା କାହିଁକି ନା ତୋ ଯୋଉ ରୂପ ଦେଖିଲେ ମତେ ବି ଭାରି ଦୁଃଖ ଲାଗୁଥିଲା ଝିଅ କାଣ କରିବୁ ଗ ମଉସା 6 ଦିନକୁ କଷ୍ଟ କରି 6 ମାସ ହେଇଗଲା କୁଆଡେ ଗଲେ ନା ତୁ ଆସିଲେନି ଏ ମଉସା ତମ କଥା ଗୋଟିଏ ହେଲା ଦେଖୁଛ ମତେ ଭଲ ଲାଗି କେମିତି କହୁଛନ୍ତି ନାହିଁ ଲୋ ମା ତୋ ଯୋଉ ରୂପ ଯୌବନ ଦେଖିନା ଆଜ୍ଞା ଇଏ ଯୋଗୀ ଘର ଝିଅ ବୋଲି ଆପଣ ଅନୁମାନ କରୁଛନ୍ତି ନାହିଁ ଆଜ୍ଞା ଦେଖନ୍ତୁ ତାଙ୍କ ରୂପ ଗୁଣ ଦେଖିକି ମୁନି ଋଷି ମାନେ ବି ଯେମିତି ସ୍ୱର୍ଗର ଅପସରୀ ମାନଙ୍କୁ ରମ୍ଭା ମେନକା ଉର୍ବଶୀ ମାନଙ୍କୁ ଦେଖିଲେ ବିମୋହିତ ହେଇଯାଆନ୍ତି ଏ ନାରୀର ଏତେ ଦୁଃଖ ଯନ୍ତ୍ରଣା ସ୍ୱାମୀଙ୍କ ବିହୁନେ କାନ୍ଦି କାନ୍ଦି ଦେଖନ୍ତୁ ଏ ଝିଅଟି ଦେଖିଲୁ କେମିତି ଦେଖାଯାଉଛି ଆଇଛି ଗ ମଉସା ମୋ ଭଉଣୀକୁ ସାଙ୍ଗେ ତା ଦୁଃଖ କେତେ ଯନ୍ତ୍ରଣା ପିଲା ଦେଖିଲୁ ଛୁଆଇ ପାଇଲାନି ମୋ ଶାନ୍ତି ଜ୍ଞାନୀ ରହିବା କି ଦୋଷାରାଣ୍ଡର ପଦରା କଣ କରିବି ଗ ଯେମିତି କି ଯଶୋଦା ରାଣୀଙ୍କର କେତେ ବର୍ଷ ପରେ ପୁତ୍ର ସନ୍ତାନଟିଏ ପ୍ରାପ୍ତ ହେଇଥିଲା ହେଇଛି ଗ ମଉସା ସେଇଥିପାଇଁ ଯଶୋଦା ରାଣୀକୁ ଗୋପପୁରରେ ଯଦି କୌଣସି ନାରୀ ଅପୁତ୍ରିକ ରୁହେ ତାଙ୍କୁ ଶ୍ମଶାନରେ ବାସ ଦିଆଯାଏ କିନ୍ତୁ ଏଇଭଳିଆ ଝିଅକୁ ଦେଖିଲେ ମୋ ଦୁଃଖ କହିଲେ ନ ସରିଲା ଝିଅ ହଉଲେ ଝିଅ ଆଚ୍ଛା ତୋ ସ୍ୱାମୀ ଛାଡ଼ିକି ତୋତେ ଚାଲି ଯାଇଛି ତ ହଁ ଗ ମଉସା ଆଚ୍ଛା ତୋ ସ୍ୱାମୀର ରୂପ ବର୍ଣ୍ଣନ କଣ ଜାଣିଛୁ ଝିଅଲା ଆଲା ମନେ ଅଛି ତାର ମୋର ସବୁ ମନେ ଅଛି ଗ ମଉସା କହୁଥିଲି ଝିଅ ମଉସା ମଉସା ଡାକିଲେ ମତେ ଟିକେ ସଂକୋଚ ଲାଗୁଛି ଶୁଣ ଝିଅ ମାଉସୀ ସାଙ୍ଗରେ କେବେ ଦିନେ କି କେବେ ନି ଭେଟନି କି ଭାଟନି ଆଉ କହିଲା ମଉସା ଅଛନ୍ତି ମାଉସୀ ସାଙ୍ଗରେ କେବେ ଦିନେ କି ଫାଳେ ଭେଟ ନାହିଁ ମଉସା ନା ତ କୁଆ ଭେଟକୁ ଗଲ ତାଙ୍କୁ ଦୂରରେ ଦେଖିଲେ କାନ୍ଦି କାନ୍ଦି ଆଉ ତା ଆଖିର ପାୱାର ଲେନ୍ସ ଟିକେ କମି ଯାଇଛି ଚିହ୍ନି ପାରିବ କି ନ ପାରିବ ଦେଖିଲେ ଟିକେ ଦେଖିଲୁ ତ ସାମ୍ନାରେ ଜଣେ ନାଥ ଠିଆ ହେଇଛନ୍ତି ସେ ତୋର ନା ଆଉ କାହାର ଏ ମଉସା ନାଇଁ ଏ ଭାଇ କଣ କରିବି ମତେ ତ ଝାପସା ପରି ଲାଗୁଛି ମୋ ଭଉଣୀର କେତେ ଦିନ ହେଲା ସଂସାର କରି ସେବା ଜାଣିବ କଣ ମୁଁ କହୁଛି ପରପୁରୁଷକୁ ସ୍ୱାମୀ କହିବାଟା ପାପ ମୋ ମଉସା କିଛି ପଦେ ପଚାରିବାକୁ ପଡିବ ନାଥ ପୁଅ ଆଚ୍ଛା ତମ ଯୋଉ ଜ୍ଞାନ ଛାଡି ଯାଇଥିଲା ପୁରା ତମେ ଖୋଜି ଖୋଜିକିରି ଆସିକି ଶିବପୁର ଗ୍ରାମରେ ପହଞ୍ଚିଲ ଏଠି ଆମର କନ୍ଦରପ ବାବୁ ଏ ଯୋଗିଆଣୀ ଦି ଜଣକୁ କାଲିଠୁ ଡାକିକି ବ୍ରଜନାଥପୁର ଗାଁରୁ ଗାଡିରେ ବସେଇକିରି ଆଣିଛନ୍ତି ବସେଇକି ଆଣିଛନ୍ତି ନାଇଁ ବସେଇକି ଆଣିଛନ୍ତି ଯେ ବାଇକରେ ଆଣିଛନ୍ତି
ବାଇକରେ ଆଣିଛନ୍ତି କେମିତି ବାଇକରେ ଆଣିଛନ୍ତି ଚୁଡେ ସ୍ତ୍ରୀ ଲୋକକୁ ଯଦି ବାଇକରେ ଜଣେ ପୁରୁଷ ବସେଇକି ଆଣିବ ତାହେଲେ ସାରା ଗୋଡା ବସେଇ ନା ଆଣି ଯେତି ବୋଧେ ଆଉ ହାଁ? ଜଣା ପଡୁଛି ଆଉ ହଉ 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 ଠିକ ଅଛି ଦେଖିଲେ ତମ ଯୋଗୀ ଆଣିକି ଆଉ କିଏ ନାଇଁ ସାରା ମୁଇଁ ବହୁତ ସ୍ଲିମ ସ୍ଲିମ ଛାଡିଦେଲି ଗୋଟେ ଖୋଲି ସାଇଲାନି ପୁରା କନ୍ଦର୍ପ ବାବୁ କଣ ଠିକ ତ ବୁଝୁଛ ଆଉ କନ୍ଦର୍ପ ବାବୁ ତ କଣ ଆଉ କିଲୋ ଭାଇ ହଉ ମୁଇଁ ଫୁଲି ସାଇଲିନି ଦେଖି ତ ଦେହ ଦେଖିଲ ইয়ারে চিন্তারা মুই এই বাকি ନାଇଁ ନାଇଁ ସ୍ଲିମ୍ ଫିଗର ଜିମ୍ ବାଲି ହଉ ଠିକ ଅଛି ବିଶ୍ରାମ ନିଅ ବର୍ତ୍ତମାନ ଏପଟୁ ଯୋଗୀ ଆସନ୍ତୁ